ଲିଖନରେ କାହାଣୀ ଆଜିର ଗଳ୍ପ ଏମିତି ଭାଇ ଜଗତେ ନାହିଁ ଭାଗ 2। ଚିଠି ପାଇ ବିମ୍ବାଧର ବାପା ମାଙ୍କର ପାଦ ଧୂଳି ନେଲା ଆଉ ସ୍ତ୍ରୀ ସୁଭଦ୍ରାକୁ ବୁଝାଇ କହିଲା, ବିଦେଶୀ ଶତ୍ରୁ ସୈନ୍ୟମାନଙ୍କୁ ନିହତ କରି ମୁଁ ଖୁବ୍ ଶୀଘ୍ର ତୁମ ନିକଟକୁ ଫେରି ଆସିବି। ଏତିକି କହି ବିମ୍ବାଧର ଚାଲି ଆସିଲେ। ଆସି ରଣପ୍ରାଙ୍ଗଳରେ ପହଞ୍ଚିଲେ ବିମ୍ବାଧର ଅନେକ ଶତ୍ରୁମାନଙ୍କୁ ନିହତ କଲେ। ଶେଷରେ ପାକିସ୍ତାନର ସୈନ୍ୟମାନଙ୍କ ଦ୍ୱାରା ନିହତ ହୋଇ ସେ ବିମ୍ବାଧର ଚିରଦିନ ପାଇଁ ଏ ସଂସାର ଛାଡ଼ି ଚାଲିଗଲେ। ତାପରେ ସୈନ୍ୟ ଶିବିରରୁ ଚିଠି ଆସିଲା ବିମ୍ବାଧରଙ୍କ ମା ବିମଳା ଦେବୀଙ୍କ ନାଁରେ। ସମ୍ମାନନୀୟ ବିମଳା ଦେବୀ, ଆପଣଙ୍କ ପୁତ୍ର ବିମ୍ବାଧର ପାକିସ୍ତାନର ଅନେକ ସୈନ୍ୟଙ୍କୁ ନିହତ କଲେ। ଯୁଦ୍ଧରେ ଆମ ଦେଶ ନିଶ୍ଚୟ ବିଜୟ ଲାଭ କରିବ, କିନ୍ତୁ ଦେଶ ମାତୃକାକୁ ଶତ୍ରୁ କବଳରୁ ଉଦ୍ଧାର କରିବା ପାଇଁ ଆପଣଙ୍କ ପୁଅ ବିମ୍ବାଧର ପାକିସ୍ତାନର ସୈନ୍ୟମାନଙ୍କ ଦ୍ୱାରା ନିହତ ହୋଇ ପ୍ରାଣତ୍ୟାଗ କରିଛନ୍ତି। ଚିଠିଟି ପଢ଼ି ବିମଳା ଦେବୀଙ୍କ ଆଖିରେ କେବଳ ଲୋତକର ବର୍ଷା। ଏପରିକି ବିମଳା ଦେବୀଙ୍କ ଆଖିରୁ ଅବାରିତ ଅଶ୍ରୁ ଝରି ସେ ଚିଠିର ଅକ୍ଷର ଗୁଡ଼ିକୁ ଅସ୍ପଷ୍ଟ କରିଦେଲା। ନିଜ ପୁଅର ଅକାଳ ବିୟୋଗରେ ସେ ବିମଳା ଦେବୀ ମର୍ମାହତ। ତାଙ୍କ ସମସ୍ତ ଆଶା ଓ ଧୈର୍ଯ୍ୟର ବାଲିବନ୍ଧ ମୁହୂର୍ତ୍ତକ ମଧ୍ୟରେ ଭୁଷୁଡ଼ି ପଡ଼ିଲା। ସେ ବିମଳା ଦେବୀ ତ ଉଚ୍ଚ ଶିକ୍ଷିତା, ତାଙ୍କୁ ବା ବୁଝାଇବ କିଏ? ତାଙ୍କ ପୁଅ ଦେଶ ପାଇଁ ଜୀବନ ଦେଇଛି। ବିମ୍ବାଧର ମହାନ, ତାଙ୍କ ଦେଶଭକ୍ତିର ପଟାନ୍ତର ନାହିଁ। ସେ ଜୀବନର ଶେଷ ମୁହୂର୍ତ୍ତ ପାଇଁ ଅନୁଭବ କରିଥିଲେ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦୀପୀ ଗରିଆସି। ତାପରେ ଜଗା ନିକଟକୁ ବି ଖଣ୍ଡିଏ ଚିଠି ପଠାଗଲା। ଜଗବନ୍ଧୁ, ବିମ୍ବାଧର ଦେହ ଅସୁସ୍ଥ, ଶୀଘ୍ର ଆସି ପହଞ୍ଚିବ। ଖବର ପାଇ ଜଗା ଭଉଣୀ ସୁଭଦ୍ରା ଶାଶୁ ଘରେ ପହଞ୍ଚିଛି। ହେଲେ ଇଏ କଣ ଦେଖିଲା ସେ? ସୁଭଦ୍ରା ହାତରେ ଆଉ ଶଙ୍ଖା ନାହିଁ କି ମୁଣ୍ଡରେ ବି ସିନ୍ଦୁର ନାହିଁ, ଶୁଭ୍ର ବସ୍ତ୍ର ପରିହିତା। ହଠାତ୍ ଏ ଦୃଶ୍ୟ ଦେଖି ଜଗାର ଚେତା ଚାଲି ଯାଇଥିଲା। ଦେଖୁ ଦେଖୁ ଦାରୁଭୂତ ମୁରାରି ପାଲଟି ଗଲେ ଜଗବନ୍ଧୁ। ତାଙ୍କ ଆଖିରୁ ବି ଝରି ପଡ଼ିଲା ଶ୍ରାବଣର ବାରିଧାରା ପରି ଅଶ୍ରୁ। କ୍ରୋଧର ଦାବାନଳ ଜଳି ଉଠିଥିଲା ସେଇ ଦେଶଦ୍ରୋହୀଙ୍କ ଉପରେ ଜଗବନ୍ଧୁଙ୍କର, ତା ଭିଣେଇକୁ ନିହତ କରିଥିବା ଶତ୍ରୁ ସୈନ୍ୟଙ୍କ ଉପରେ। ସୁଭଦ୍ରାର କେଇ ପଦ କଥା, ଜଗା ଭାଇ ସେମାନେ ମୋର ସବୁ ସାରିଦେଲେ, ଏବେ କିଏ ଆଉ ମୋ ଶଙ୍ଖା ସିନ୍ଦୁର ମତେ ଫେରାଇ ଦେବ? କେବଳ ଏତିକି କହି ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦି ଉଠିଲା ସେ ସୁଭଦ୍ରା। ହେଲେ ସେତେବେଳେ ସେ ଜଗା ଭାଇ ପାଖରେ କିଛି ବି ଉତ୍ତର ନଥିଲା। ବିମ୍ବାଧର ସହିତ ସୁଭଦ୍ରାକୁ ବିବାହ ଦେଇ ଜଗା ଭାବିଥିଲା ସେ କେବଳ ତା ଭଉଣୀର ସୁଖ ଦେଖିବ, ତା ସୁନାଲାଖି ଭଉଣୀ ସୁଖରେ ରହିବ, ଶାନ୍ତିରେ ରହିବ। କିଏ ଜାଣିଥିଲା ଅଦିନିଆ ମେଘଟା ସୁଭଦ୍ରାର ଜୀବନ ଆକାଶରେ ଘୋଟି ଆସିବ, ଆଉ ହଠାତ୍ ସବୁକିଛି ଓଲଟ ପାଲଟ ହୋଇଯିବ, ଅଲକ୍ଷଣୀର ଅପବାଦ ପାଇବ। ତାପରେ ଜଗା ସୁଭଦ୍ରା ଶାଶୁକୁ କହିଲେ, ତୁମେ ମୋ ଭଉଣୀକୁ ଅଲକ୍ଷଣୀ କହିବ ନାହିଁ, ଅପବାଦ ବି ଦେବ ନାହିଁ। ଦେଶ ପାଇଁ ତା ସ୍ୱାମୀ ଆତ୍ମବଳି ଦେଇଛି। ଏଇ ଆତ୍ମବଳିଦାନ ସୁଭଦ୍ରା ପାଇଁ କ'ଣ ଗର୍ବର ବିଷୟ ନୁହେଁ? ଦେଶ ପାଇଁ ତାର ଏଇ ବୈଧବ୍ୟ ଯନ୍ତ୍ରଣା ସେ ତ୍ୟାଗ କରିଛି ଗୋଟିଏ ଜାତି ପାଇଁ, ଦେଶ ପାଇଁ। ତେଣୁ ସେ ମହାନ, ଆଉ ସେ ସାଧାରଣ ମଧ୍ୟରେ ଅସାଧାରଣ ମଣିଷଟିଏ। ଏପରି କଥା ଶୁଣି ବିମଳା ଦେବୀ କହିଲେ, ଜଗବନ୍ଧୁ ତମେ ମତେ ବୁଝାଉଛ ମୁଁ ପରା ମାର ଜାତି? ଦେଶ ମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବାକୁ ଯାଇ ମୋ ପୁଅ ଆତ୍ମବଳି ଦେଇଛି, ଇଏ ତ ଆନନ୍ଦର କଥା। ଏତିକି କହି ସେ ବିମଳା ଦେବୀ ହଠାତ୍ କାନ୍ଦି ପକାଇଲେ। କହିଲେ, ଜଗବନ୍ଧୁ ତୁମ ଭଉଣୀ ପ୍ରତି ମୋର ଆଗରୁ ଯେତିକି ସ୍ନେହ ଶ୍ରଦ୍ଧା ଥିଲା, ଏବେ ମଧ୍ୟ ସେତିକି ସ୍ନେହ ଶ୍ରଦ୍ଧା ରହିବ, ଆଉ ସେଇ ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ବି ରହିବ। ଠାକୁର ତ ତାକୁ ଏପରିଣତ ବୟସରେ ବିଧବା କରିଦେଲେ, ତାକୁ ମୁଁ ପୁଣି ନିନ୍ଦା ଦେବି କାହିଁକି? ଜଗା ଏତିକି ଶୁଣି କହିଲେ, ଧନ୍ୟ ତୁମେ ମା। ମୁଁ ମୋ ଭଉଣୀ ସୁଭଦ୍ରାକୁ ଏତେ ଭଲ ପାଏ ଯେ ତା ସୁଖ ଶାନ୍ତି ପାଇଁ ମୋ ପାଖରେ ଚିରଦିନ ପାଇଁ ମଧ୍ୟ ତାକୁ ରଖିବି। ମୋର ସମସ୍ତ ସମ୍ପତ୍ତିର ସ୍ୱତ୍ୱାଧିକାରିଣୀ ମୋ ଭଉଣୀ ସୁଭଦ୍ରା। କିନ୍ତୁ ଏହା ଶୁଣି ସୁଭଦ୍ରାର ଶାଶୁ କହିଲେ, ହେଲେ ଆମ ସମ୍ପତ୍ତିର ସ୍ୱତ୍ୱାଧିକାରିଣୀ ତ ସୁଭଦ୍ରା ନୁହେଁ, କାହିଁକି ନା ସୁଭଦ୍ରା ଆଉ କେତେ ଦିନ ପରେ ମା ହେବାକୁ ଯାଉଛି। ସେ ପୁଅ ହେଉ କି ଝିଅ ହେଉ, ସେ ହିଁ ମୋର ଉତ୍ତରାଧିକାରୀ। ଜଗା ଏହା ଶୁଣି ଆନନ୍ଦରେ କାନ୍ଦି ପକାଇଲେ। ଧନ୍ୟ ମା କହି ନିଜ ଘରକୁ ଫେରି ଆସିଲେ। ଜଗାଠାରୁ ଜାନକୀ ଏସବୁ ଘଟଣା ଶୁଣି ଅନେକ କାନ୍ଦିଲେ। କିଛି ଦିନ ପରେ ସେ ସୁଭଦ୍ରାର ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କଲା, ଆଉ ସେଇ ପୁଅଟିର ନାଁ ରଖାଗଲା ଅର୍ଜୁନ। ସମସ୍ତେ এই ପୁଅଟିକୁ ପାଇ ସବୁ ଦୁଃଖ ଭୁଲିଗଲେ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ
ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ୍ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।